ହାପି ନ୍ୟୁ ଇୟର୍ ସମସ୍ତଙ୍କୁ। ଆଶା କରୁଛୁ ଆପଣମାନେ ଆପଣଙ୍କ ଘରେ ନିହାତି ସୁରକ୍ଷିତ ଥିବେ। ମୁଁ ହେଉଛି ଅମୃତା ଏବଂ ଆପଣ ଦେଖୁଛନ୍ତି ଆମ ଚ୍ୟାନେଲ୍ ଏନିକି ଅମୃତା ଟ୍ୟୁଟୋରିଆଲ୍। ତ ଯେମିତି ଆପଣ ଜାଣିଛନ୍ତି ଡିସେମ୍ବର 30 ଆଉ ଜାନୁଆରୀ 1 ଭିତରେ କେବଳ ଗୋଟିଏ ତାରିଖର ପରିବର୍ତ୍ତନ। ସେ ତାରିଖର ପରିବର୍ତ୍ତନରେ ନୂଆ ରିଜୋଲ୍ୟୁସନ୍ସ ନିଅନ୍ତୁ, ନୂଆ ଟେକ୍ନିକ୍ ଆପ୍ଲାଏ କରନ୍ତୁ, ନୂଆ ମେଥଡ଼କୁ ଆପଣ ଆପ୍ଲାଏ କରନ୍ତୁ, ନିଜ ଷ୍ଟଡି ପ୍ଲାନ୍କୁ ମଧ୍ୟ ପରିବର୍ତ୍ତନ କରିପାରନ୍ତି। କାହିଁକି ନା ଆପଣଙ୍କର ସଫଳତାକୁ ସମସ୍ତେ ୱେଟ୍ କରନ୍ତି। ଯଦି ଆପଣ ସଫଳତା ପାଆନ୍ତି ନା ସେଟା ସମସ୍ତେ ନିଅନ୍ତି ଯେ ତା'ର ଶ୍ରେୟ ନେଇଯାଆନ୍ତି, କିନ୍ତୁ ଯଦି ଆପଣ ଗୋଟେ ବିଫଳତା ହୁଅନ୍ତି କେବଳ ଆପଣ ହିଁ ତା'ର ଶ୍ରେୟ ନେବେ, ଆଉ କେହି ନୁହେଁ। କାହିଁକି ନା ଏଇ ଯେଉଁ ନୂଆ ବର୍ଷ ଇଂରାଜୀ ନବବର୍ଷ 2025 ଆପଣଙ୍କୁ ଏହି ଶିକ୍ଷା ଦେଉଛି ଯେ ଏତେ ଆପଣ କଠିନ ପରିଶ୍ରମ କରନ୍ତୁ, ନିଜ ଭିତରେ ସେତିକି ସକାରାତ୍ମକ ମନୋଭାବନା ଆଣନ୍ତୁ, ଯାହାଫଳରେ ଆପଣ ଦେଖିଥିବା ସ୍ୱପ୍ନକୁ ଆପଣ ସାକାର କରିପାରିବେ। ଭୋଜି ଭାତର ଆସରକୁ ବନ୍ଦ କରି ଆପଣ ଟିକେ ଦେଖନ୍ତୁ ନିଜକୁ। ଏ ସ୍ୱାର୍ଥପର ଦୁନିଆରେ ଆପଣ ନିଜକୁ ଟିକେ ସ୍ୱାର୍ଥବାଦୀ ହେଇଯାଆନ୍ତୁ। ବିଶେଷ କରି ଆପଣଙ୍କର ମୁଁ କହିବି ଯେତେବେଳେ ଆପଣ ଷ୍ଟଡି ପ୍ଲାନ୍ କରୁଛନ୍ତି କାହା ସହିତ ସେୟାର କରିବା ଆବଶ୍ୟକତା ନାହିଁ। ସ୍ୱାର୍ଥବାଦୀ ମିନ୍ସ ଆପଣ ଯେଉଁ ଷ୍ଟଡି ପ୍ଲାନ୍ କରୁଛନ୍ତି ଆପଣଙ୍କ ପାଖରେ ହିଁ ରଖନ୍ତୁ ଏବଂ ଭଗବାନଙ୍କ ଜଗନ୍ନାଥଙ୍କ କୃପାରୁ ଆପଣଙ୍କର ସେଇ ସଦିଚ୍ଛା ସେଇ ସଫଳତା ଆପଣଙ୍କୁ ମିଳୁ। ଏବଂ ଆମ ଚ୍ୟାନେଲ୍ ଫାର୍ଷ୍ଟ ଟାଇମ୍ ଦେଖୁଥିଲେ ନିହାତି ସବସ୍କ୍ରାଇବ୍ କରିବେ ଏବଂ ଯେତେ ସମ୍ଭବ ଆପଣ କଠିନ ପରିଶ୍ରମ କରନ୍ତୁ। ତାହା ନୁହେଁ ଗଧ ଭଳି ସ୍ମାର୍ଟ ୱାର୍କିଂ କରନ୍ତୁ, ଦେଖିବେ ସଫଳତା ନିଶ୍ଚିନ୍ତ ଆପଣଙ୍କର ହାତରେ ରହିବ ଏବଂ ଆପଣ ସେଥିରୁ ବହୁତ କଥା ଶିଖିପାରିବେ। ଏବଂ ପୁନର୍ବାର କହିବି ହାପି ନ୍ୟୁ ଇୟର୍। ଆପଣ ଏବଂ ଆପଣଙ୍କ ପରିବାରକୁ ସେଇ ସକ୍ସେସ୍ ପଥରେ ଆଗଭର କରିନିଅନ୍ତୁ। ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ଶାରଳାଙ୍କ କୃପାରୁ ଆପଣଙ୍କ ଦିନଟି ଶୁଭ ମଙ୍ଗଳମୟ ହେଉ।